ଅପାସରା କାହାଣୀ କୁକୁଡ଼ା ଓ ଛଞ୍ଚାଣ। ଛଞ୍ଚାଣଟା ଏ କୁକୁଡ଼ାକୁ କହିଲା, ମୁଁ ଯେତେ ପକ୍ଷୀଙ୍କୁ ଜାଣେ, ନିଃସନ୍ଦେହ ତୁ ହେଉଛୁ ସବୁଠୁ ବଳି, ନିମକହାରାମ ଓ ଦଗାବାଜ। କାହିଁକି? କ'ଣ ଦେଖି ତୁ ମୋତେ ଏମିତି କହୁଛୁ? ଆପଣା ପର ଫୁଲାଇ କୁକୁଡ଼ା ପ୍ରତ୍ୟୁତ୍ତର ଦେଲା। ଛଞ୍ଚାଣ କହିଲା, ଭାବି ଦେଖ, ତୁ ତୋ ପାଲକମାନଙ୍କ ପ୍ରତି କିଭଳି ଆଚରଣ କରୁଛୁ। ସେମାନେ ତୋତେ ଦାନା ଖୋଉଛନ୍ତି, ରାତିରେ ନିରାପଦ ରହିବାକୁ କୁସୁମ ଢାବଲ ଗଢ଼ୁଛନ୍ତି। କିନ୍ତୁ ଯଦି କେବେ ମଣିଷ ତତେ ଧରିବାକୁ ଚାହୁଁଛି, ତୁ ଏଠୁ ସେଠିକି, ସେଠୁ ଏଠିକି, ସେ ବାଡ଼ରୁ ଏ ବାଡ଼ ହୋଇ ଆଚ୍ଛା ଗଡ଼ିଆ ଗଡ଼ି ଖେଳୁଛୁ। ମୁଁ ଗୋଟାଏ ବଣୁଆ ପକ୍ଷୀ। ମୋତେ କେହି ଖୋଇପେଇ ଦେଖା ଚାହାଁ କରନ୍ତି ନାହିଁ। ଯଦି କେବେ କେହି ମୋତେ ଦୟା ବହି ପୋଷେ, ମୁଁ ପୋଷା ମାନେ। ମୁଁ ତାଙ୍କ ପାଇଁ ଶିକାର ଧରି ଆଣେ। ଯେତେ ଦୂରରେ ଥିଲେ ବି ଶୁଶୁରି ମାରିଲେ ମୁଁ ସାଏଁ କରି ଉଡ଼ି ଆସେ। ଛଞ୍ଚାଣ କହିଲା, ଏସବୁ ଅତି ଉତ୍ତମ କଥା। ମୁଁ ଭାବୁଛି ମୁଁ ଡିଆଁ ମାରିବାର କାରଣ ତୁ ବୁଝୁନାହୁଁ। ତୁ କେବେ ଛଞ୍ଚାଣ କଡ଼େଇରେ ଭଜା ହେବାର ଦେଖିନାହୁଁ। କିନ୍ତୁ ମୁଁ ଶହ ଶହ କୁକୁଡ଼ା କଟା ହୋଇ ରନ୍ଧା ହେବାର ଦେଖିଛି। ତୁ ଯଦି ଛଞ୍ଚାଣକୁ ଏମିତି ରନ୍ଧା ହେବାର ଦେଖନ୍ତୁ, ତୁ କେବେ ତୋର ପାଲକ କତିକୁ ଫେରି ଆସନ୍ତୁ ନାହିଁ। ମୁଁ ବାଡ଼ ପୋଡ଼ୁଛି କ'ଣ ତୁ ପର୍ବତରୁ ପର୍ବତ ଉଡ଼ନ୍ତୁ? କୁକୁଡ଼ା ବୁଝାଇଦେଲା।